ଯୌତୁକ ଜୁଇ ନିଆଁରେ ଜଳିଲା ନବବଧୂ। କଟକ କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗ୍ରାମରେ ନିଶାମଣି ଦାସଙ୍କ ପୁଅ ସୁଧାଂଶୁ ଶେଖର ଦାସଙ୍କ ସହ ବୈଦିକ ରୀତିନୀତିରେ ଫୁଲପଡ଼ା ଗ୍ରାମର ନୀଳମଣି ବେହେରାଙ୍କ ଝିଅ ସୁନିତା ବେହେରାଙ୍କ ବିବାହ କିଛି ଦିନ ତଳେ ହୋଇଥିଲା। ବିବାହ ଘର କିଛି ଦିନ ପରେ ଯୌତୁକ ନେଇ ବହୁ ସୁନିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସୁନିତାଙ୍କ ବାପା ନୀଳମଣି ବେହେରା ଭଦ୍ରଲୋକଙ୍କ ସାହାଯ୍ୟରେ ମିଳାମିଶା କରିଥିଲେ, କିନ୍ତୁ ଆଜି ଶାଶୁଘର ଲୋକେ ସୁନିତାଙ୍କୁ ହତ୍ୟା କରିଦେଇଛନ୍ତି। ଏନେଇ ସୁନିତାଙ୍କ ବାପା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। କାନପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନୀଳମଣି ବେହେରା ଘର ଘର ଭଲ ଫୁଲପଡ଼ା। କଣ ହେଇଛି ଝିଅଟି ବାହାର କରିଦେଲି ଚମ୍ପେଶ୍ୱର। ଇଏ ହେଉଛି ମୋ ସାନ ଝିଅ। ବାହାର କରିବାଟା 5 ବର୍ଷ ହେଇଯିବ। 5 ବର୍ଷ ଭିତରେ ବି ତାଙ୍କର ଗୋଟେ ନଣନ୍ଦ ଥିଲା, ତାଙ୍କର ଶାଶୁ ଏବଂ ତାଙ୍କ ଆମ ଜ୍ୱାଇଁ। ଇଏ ସଦାବେଳେ ଝିଅଟାକୁ ମାରଧର ପଲନ୍ଦ। ମୁଁ ବି ଆସିକି କେତେଥର ବି ସମାଧାନ କରିକି ବି ଯାଇଛି। ଗଲା ପରେ ତାପରେ ଟଙ୍କା ପଇସା କଥା ବି କହିଲେ। ଟଙ୍କା ପଇସା କଥା କହିବା ଭିତରେ ମୁଁ କହିଲି ଦେଇପାରିବିନି, ମୁଁ ହଉଛି ଗରିବ ଲୋକ ନା, ମୁଁ ଝିଅଟି ସିନା ଥିଲେ କ'ଣ ବାରମ୍ବାର ଦେଇ ଚାଲିଥିବି। ଏଇ ଯାହା ସେମାନେ ଝିଅଟାକୁ ତାକୁ ଏମିତି ନିର୍ଯାତନା ଦେଲା ପରେ ରାତିରେ ଶୋଇଛନ୍ତି, ମାରି ଦେଇଛନ୍ତି। ଆଜି ବେହେରା ମହୋଦୟ ଯେଉଁ ଆମର ଟହଲ ଥଳର ବେହେରା ଯିଏ, ସିଏ ମୋତେ ଫୋନ୍ କଲେ। ମୁଁ ଯାଇଥିଲି କାମକୁ, ସେ କହିଲେ ଆଉ ଏମିତି ତୁମ ଝିଅ ମରିଯାଇଛି, ତୁମେ ଆସ। ଜ୍ୱାଇଁ ଫୋନ୍ କରିବାର ନାହିଁ, କେହି ଫୋନ୍ ଫାନ୍ କିଛି କରିବାର ନାହିଁ। ସେଠୁ ଆସିକି ଦେଖିଲା ଆସି ଝିଅ ମରିକି ଶୋଇଛି ଖଟରେ। କ'ଣ ମରି ତାই ଆଇନର ଆଶ୍ରୟ ନେଇକି ଏତେ ବାଟେ ଯାଇଛି। ଆଉ କ'ଣ କଣ ମାନେ ଦାବି ରଖିବେ? କଣ ଦାବି ରଖିବୁ କ'ଣ, ଏଇଭଳିଆ କେମିତି ନ ହଉ, କିନ୍ତୁ ମାନେ ଦୋଷୀକି ପନିସମେଣ୍ଟ ପାଉ। ସେମାନେ ଯେଉଁ ଫେରାର ତାଙ୍କୁ କେମିତି ଇଏ କରିକି କରନ୍ତୁ। କିଏ ସବୁ ତାଙ୍କ ନାଁ ମାନେ କହୁଛନ୍ତି? କିଏ ସବୁ? ସୁଧାଶଙ୍କର ଦାସ, ସେ ମୋ ଜ୍ୱାଇଁ। ତାଙ୍କ ମାଆ ହେଉଛି ସଞ୍ଜୁ ଦାସ। ତାଙ୍କର ଗୋଟେ ଜଣେ ଭଉଣୀ ଥିଲେ, ତାଙ୍କ ନାଁ ହେଉଛି ଗୁନା ବୋଲି। ତାଙ୍କ ଟାଇଟଲଟା କହିପାରିବିନି, ଏଇଟା ହେଉଛି କଥା। ହେଲେ ଶ୍ୱଶୁର ନାଁରେ ମୁଁ ତାଙ୍କ 3 ଜଣ ନାଁରେ ସେ ନିର୍ଯାତନା ଦେଇଛି। କଟକରୁ ମାନସ ସାହୁଙ୍କ ରିପୋର୍ଟ, ଉତ୍କଳ ପ୍ରତିଦିନ ନ୍ୟୁଜ୍।